ଚାଲାକ କାଉ ଓ ତାର ଜଙ୍ଗଲର ବନ୍ଧୁମାନେ। ଏକ ସୁନ୍ଦର ଜଙ୍ଗଲରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ରହୁଥିଲେ। ସେଠାରେ ହାତୀ, ବାଘ, ହରିଣ, ମୟୂର, କାଉ ଏବଂ ଅନେକ ପ୍ରକାର ପଶୁପକ୍ଷୀମାନେ ଖୁସିରେ ରହୁଥିଲେ। ସେମାନେ ଗଛମାନଙ୍କ ଛାୟାରେ ନଦୀ ପାଖରେ ଏକ ସାଙ୍ଗରେ ରହୁଥିଲେ। ସେହି ଜଙ୍ଗଲରେ ଏକ ବହୁତ ଚାଲାକ କାଉ ଥିଲା। ନାମ ଥିଲା କାଳିଆ। କାଳିଆ ସଦା ବୁଦ୍ଧିମାନ କାମ କରୁଥିଲା। ଜଙ୍ଗଲର ସବୁ ପଶୁପକ୍ଷୀ ତାକୁ ଭଲ ପାଉଥିଲେ, କାରଣ ସେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ରେଡି ରହୁଥିଲା। ଗୋଟେ ଦିନ ଜଙ୍ଗଲରେ ବଡ଼ ସମସ୍ୟା ଆସିଲା। ଗାଁରୁ କିଛି ଶିକାରମାନେ ଆସିଲେ। ସେମାନେ ପଶୁପକ୍ଷୀମାନଙ୍କୁ ଧରିବେ ବୋଲି ଗୋଟେ ବଡ଼ ଜାଲ ନେଇ ଆସୁଥିଲେ। ସେମାନେ ଜାଲଟି ଗୋଟେ ଜାଗାରେ ପକେଇଦେଲେ ଆଉ କହିଲେ, ପଶୁପକ୍ଷୀମାନେ ସକାଳୁ ଆସି ଏଠାରେ ଫସିଯିବେ। ସକାଳୁ ଯେବେ ପଶୁପକ୍ଷୀମାନେ ଆସିଲେ, ସେହି ଦଳରୁ ଗୋଟେ ହରିଣଟେ ସେହି ଜାଲରେ ପଡ଼ିଗଲା। ଅନ୍ୟ ପଶୁପକ୍ଷୀମାନେ ଯେତେ ଚାହିଁଲେ ମଧ୍ୟ ଜାଲକୁ ଫିଟେଇ ପାରିଲେ ନାହିଁ। ସମସ୍ତେ ମନ ଦୁଃଖ କରି ମୃତ୍ୟୁ ଭୟରେ କମ୍ପୁଥିଲେ। କାଳିଆ କାଉ ଏହା ଦେଖିଲା। ସେ ତୁରନ୍ତ ଭାବିଲା, ଯଦି ଶିକାରମାନେ ଆସିବେ ତାହେଲେ ସବୁ ହରିଣ ମରିଯିବେ। କିଛି ଉପାୟ କରିବାକୁ ପଡ଼ିବ। ସେ ଉଡ଼ିଗଲା ପକ୍ଷୀମାନଙ୍କ ପାଖକୁ ଏବଂ ସବୁ ପକ୍ଷୀମାନଙ୍କୁ କହିଲା, ଶୁଣ ମୋ ବନ୍ଧୁମାନେ, ହରିଣମାନେ ବଡ଼ ବିପଦରେ ଅଛନ୍ତି। ଯଦି ଆମେ ସବୁ ଯାଇ ଜାଲଟିକୁ ଫିଟାଇ ଦେବା ତାହେଲେ ସେମାନଙ୍କୁ ବଞ୍ଚାଇ ପାରିବା। ସମସ୍ତେ ପକ୍ଷୀମାନେ ସହମତ ହେଲେ। ସେମାନେ ସେହି ଜାଲ ପାଖକୁ ଗଲେ ଓ ସମସ୍ତେ ମିଶି ଥଣ୍ଟରେ ଜାଲ କାଟିବାକୁ ଲାଗିଲେ। କାଳିଆ କାଉ କହୁଥିଲା, ଜଲ୍ଦି ଜଲ୍ଦି ଜାଲଟିକୁ କାଟ ସାଙ୍ଗମାନେ, ନହେଲେ ଶିକାରମାନେ ଆସିଯିବେ। କିଛି ସମୟ ପରେ ଜାଲଟି କଟିଗଲା ଓ ହରିଣ ଜାଲରୁ ଫିଟିଗଲା। ହରିଣ କାଳିଆ କାଉ ଓ ତାର ଅନ୍ୟ ପକ୍ଷୀମାନଙ୍କୁ ଅନେକ ଧନ୍ୟବାଦ ଦେଲା। କିଛି ସମୟ ପରେ ଶିକାରମାନେ ସେହି ଜାଗାକୁ ଆସିଲେ। ସେମାନେ ଦେଖିଲେ ଯେ ଜାଲ ଖାଲି ଓ ଜାଲକୁ କଟାଯାଇଛି। ସେମାନେ ବହୁତ ରାଗିକି ଚିତ୍କାର କରି କହିଲେ, କିଏ ଏହି ଜାଲ କାଟିଲା? କାଉ କାଳିଆ ସେମାନଙ୍କ ମୁଣ୍ଡ ଉପରେ ଉଡ଼ିଗଲା ଓ କା କା କରି ହସିଲା। ଶିକାରୀମାନେ କ୍ରୋଧ କଲେ, କିନ୍ତୁ କିଛି କରିପାରିଲେ ନାହିଁ। ସେମାନେ ଶେଷରେ ଜଙ୍ଗଲରୁ ପଳାଇ ଗଲେ। ସେହି ଦିନଠାରୁ ଜଙ୍ଗଲର ସବୁ ପଶୁପକ୍ଷୀମାନେ କାଳିଆକୁ ଜଙ୍ଗଲର ହିରୋ ବୋଲି କହିଲେ ଏବଂ ଏକା ସାଙ୍ଗରେ ପ୍ରତିଜ୍ଞା ନେଲେ, ଆମେ ସମସ୍ତେ ଏକା ସାଙ୍ଗ ହେଇ ରହିବା ଏବଂ କାହାରିକୁ ଅସୁବିଧା ହେଲେ ପରସ୍ପରକୁ ସାହାଯ୍ୟ କରିବା। ଏହି ଜଙ୍ଗଲ ଆମ ଘର, ଆମେ ଆମ ଘରକୁ ସୁରକ୍ଷିତ ରଖିବା। ସେହି ଦିନଠାରୁ ସବୁ ପଶୁପକ୍ଷୀମାନେ ହସି ସେହି ଜଙ୍ଗଲରେ ହସ ଖୁସିରେ ରହିଲେ ଓ କାଳିଆ ଗଛ ଉପରେ ଗର୍ବରେ ଦେଖୁଥିଲା। ଶିକ୍ଷା, ସହଯୋଗ, ଏକତାରେ ବଡ଼ ବଡ଼ ବିପଦକୁ ଜିତିବା ସମ୍ଭବ। ବୁଦ୍ଧି, ସାହସ ଓ ମିତ୍ରତା ଦ୍ୱାରା ଜିତିବା ସମ୍ଭବ।